ପିଆଜଟା ଆସେ ମହାରାଷ୍ଟ୍ରରୁ ସେ ଚିପ୍ ଦେଇଛି ରେଟ୍ ବଢ଼େଇ ଦେଇଛି ତେଣୁ ୱେଷ୍ଟବେଙ୍ଗଲରୁ ଦେଖିକି ମହାରାଷ୍ଟ୍ର ଆମେ କାହାରିକୁ ଛାଡ଼ିବୁନି ପିଆଜଟା ଦରକାର ନିହାତି ଆଳୁଟା ଦରକାର ମମତା ତମକୁ ଛାଡ଼ିବୁନି ମହାରାଷ୍ଟ୍ର ତମକୁ ଛାଡ଼ିବୁନି ପିଆଜଟା ଦରକାର ଶାଗ ଭାଜିଲେ ବି ପିଆଜ ଖାଇବାରେ ପିଆଜ ମାଂସରେ ପିଆଜ ମସଲାରେ ପିଆଜ କୁକୁଡ଼ାରେ ପିଆଜ ମାଛରେ ପିଆଜ ପିଆଜ ନିହାତି ଆବଶ୍ୟକ ତେଣୁ ନାସିକରୁ ଆସେ ପିଆଜ ସପ୍ଲାଇ କମେଇ ଦେଇଛନ୍ତି ତୁରନ୍ତ ବଢ଼ାଅ ସଫିସିଏଣ୍ଟ ପିଆଜ ଆସୁ ପିଆଜ ରେଟ୍ କମୁ ତା ନହେଲେ ବିରାଟ ଆନ୍ଦୋଳନ ଧରିବ ସେଥିପାଇଁ ସରକାର ଦାୟୀ ରହିବ ନ ରୋକୁ 90% ଆଳୁ ଆସେ ୱେଷ୍ଟବେଙ୍ଗଲରୁ ଓଡ଼ିଶା ଚାହିଦା ଅନୁସାରେ ଓଡ଼ିଶା ଲୋକ ଖାଆନ୍ତି ଆଳୁଟା ଯଦି ବ୍ରେକ୍ ହେଇଯାଉଛି ଆଳୁଟା ସବୁଥିରେ ଚଳେ ପଖାଳରେ ଚଳେ ଗରମରେ ଚଳିବ ସାଧାରେ ଚଳିବ ରୁଟିରେ ଚଳିବ ପାଉଁରୁଟିରେ ଚଳିବ ଯୋଉଥିରେ ଆଳୁ ଦମ କଲେ ଚଳିବ ଆଳୁ ପୋଡ଼ି ଖାଇଲେ ଚଳିବ ଆଳୁ ସିଝେଇ ଖାଇଲେ ଚଳିବ ଆଳୁ ମାଂସରେ ପକେଇ ଖାଇଲେ ଚଳିବ ଆଳୁଟାକୁ ୱେଷ୍ଟବେଙ୍ଗଲ ବ୍ରେକ୍ ନ କରୁ ଯଦି ଆଳୁଟାକୁ ବ୍ରେକ୍ କରିବ ତାହେଲେ ୱେଷ୍ଟବେଙ୍ଗଲ ପଟକୁ ଯୋଉ ମାନେ ବସ୍ ଟ୍ରକ୍ ଯିବ ଲୋଡିଂ ଜିନିଷ ସବୁ ମେସିନାଠୁ ଆରମ୍ଭ କରି ଷ୍ଟେସନ ସବୁ ଯାଉଛି ଏନ୍ଏଚରେ ଆମେ ସବୁ ରୋକିବୁ କୋଉ ସରକାର କଣ କରିବ ଆମେ ଦେଖିବୁ ଯଦି ଆଳୁ ରୋକେ ୱେଷ୍ଟବେଙ୍ଗଲ ସବୁ ଟ୍ରକ୍ ରଖିବୁ ଆମେ ବାଲେଶ୍ୱର ବର୍ଡରରେ କାହାରିକୁ ଛାଡ଼ିବୁନି କୋଉ ଟ୍ରକ୍ ଛାଡ଼ିବୁନି ୱେଷ୍ଟବେଙ୍ଗଲ ତାର ଭୟାନକ ପରିଣତି ହବ ତାକୁ ଆସି ନରେନ୍ଦ୍ର ମୋଦି ମୁକାବିଲା କରିବେ ସମାଧାନ କରିବେ।